चाचन्ये मधुकैतभादिदैत्यदलिनी जामाहिषोर्मुली या धूम्रेक्षणचण्डमुण्ड मथ निजारक्तबीजासि शक्ति शुंभ निशुंभ दैत्यदलिनी जा सिद्धि दात्रिपुरा सा देवी नवकोटिमूर्ति सहिता मं पातु विश्वेश्वरी। आज बासंती दुर्गात्सवर सप्तमी तिथि। जेपरी शारदांकर शारदीय उत्सव समय आपण मान देखिए षष्ठी सप्तमी अष्टमी नवमी दशमी ये तिथि गुड़ी को जो भाई प्राधान्य दि जाए बासंती दुर्गात्सव ये हूँ मूल दुर्गांकर पूजा। दुर्गांकर मूल पूजा हूँ बासंती दुर्गात्सव। कारण बसंत ऋतु हूँ ऋतुमान उपरे राजा ये कथा गीता मध्य कहते। यही ऋतुरे स्वयं बलराम से मध्य बसंत रास अनुष्ठित करथिले। जमुना जल रे प्रवेश करी कृष्ण समय गोपी गोपाल मान को आउ थे से आह्वान करते जो माने थिले बा आसी थिले सेमानक सहित जल क्रीड़ा करते। आमर बसंत रास बोली गोटे रास मध्य अच्छी किंतु से सब कथा वर्तमान प्राय कहीं करती नहीं। किंतु समग्र भारत वर्ष रे भल भल पंडित भल भल मनीष माने बासंती दुर्गात्सव नवरात्रि को पालन करती एवं एभली निष्ठार सहित पालन करती। खाली लेंबू आ पानी टिके पीकरी 9 दिन मध्य रही जाती। तेरे ये जो षष्ठी षष्ठीर माने कौन स कामना क्रोध लोभ मोह मद 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 कहले अहंकार मात्सर्य कहले ईर्षा। एक रे कामना दुई रे क्रोध काम क्रोध माया वो मद मात्सर्य काम क्रोध लोभ माया मद मात्सर्य ये गुड़ी को जिए खंडन करती जा देवी सर्वभूतेषु मातृरूपेण संस्थिता। ये गुड़िक आम भितर निश्चय रहिबो किंतु ताहा संयमित हब प्रशमित हब सुप्त हब। ये छ को जो छ प्रशमित करे से होचंदी भगवान। ऐश्वर्य वीर्य ऐश्वर्य समग्र वीर्यस्य ऐश्वर्य वीर्य ज्ञान वैराग्य स्वभाव आत्मा को मिसिकी 6 जस। तेणु ये 6 को ये जो 6 ये 6 ताको प्रशमित करे। ऐश्वर्यस्य समग्रस्य वीर्यस्य जसस्य ज्ञान वैराग्य ये हूँ 6। तार शत्रु किए काम क्रोध लोभ माया मद मात्सर्य। तेणु षष्ठी षष्ठी रे
ମାଙ୍କୁ ଆମେ ପ୍ରାର୍ଥନା କରିବା। କାରଣ ଆମ ଶାସ୍ତ୍ରମାନଙ୍କରେ ଯେତେ କଥା ଅଛି, ଗୋଟିଏ ପଦ ଅଛି, ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଗିବ, ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଗିବ। ମାର ଦୟା ହେଲେ ଆମେ ସେଇ ପରମ ପୁରୁଷଙ୍କର ସାନ୍ନିଧ୍ୟ ଲାଭ କରିପାରିବୁ। ତେଣୁ ଇଏ ଷଷ୍ଠୀ ପୂଜାର ବା ମାତୃ ପୂଜାର ପ୍ରଥମ ଷଷ୍ଠୀ ଇଏ ହେଉଛି ତାର ମାହାତ୍ମ୍ୟ ଏଇଆ। ତାପରେ ଆପଣ ଦେଖିବେ ସପ୍ତମୀ, ଆଜି ହେଉଛି ସପ୍ତମୀ ପୂଜା। ଆମ ଦେହରେ ଅନେକ ଅବୟବ ଅଛନ୍ତି, କିନ୍ତୁ କେତୋଟି ମୁଖ୍ୟ ଅବୟବ ଅଛନ୍ତି ଯାହାଦ୍ୱାରା ମଣିଷ ପଣିଆ ସେଇ ତାଙ୍କରି ପାଇଁ ପ୍ରତିଷ୍ଠା ହୁଏ। ମୁଖ ଯଦି ମଧୁର କଥା ନ କହେ, ଆଖି ଯଦି ଗୁରୁ ଦର୍ଶନ, ସନ୍ଥ ଦର୍ଶନ, ଦେବ ଦର୍ଶନ, ତୀର୍ଥ ଦର୍ଶନ ନ କରେ, କାନ ଯଦି ହରି କଥା ଶ୍ରବଣ, ଭଲ କଥା ଯଦି ଶ୍ରବଣ କରେ ନା, ତାହେଲେ କାନ ଅପବିତ୍ର, ଆଖି ଅପବିତ୍ର, ମୁଖ ଅପବିତ୍ର। ଏବଂ ନାସାଗ୍ର ଯଦି ଆପଣ ରାଗିଲେ କି ଆପଣଙ୍କ ଭିତରେ କ୍ରୋଧ ସୃଷ୍ଟି ହେଲା, ଅହଙ୍କାର ସୃଷ୍ଟି ହେଲା, ଆପଣ ପ୍ରାଣାୟାମ ଧ୍ୟାନ ଯୋଗ କିଛି କଲେନି, ତାହେଲେ ନାସାଗ୍ର ମଧ୍ୟ ଅପରିଷ୍କାର ହେଲା। ତେଣୁ ଏଇ ଯେଉଁ 7, ମୁଖ 1, ଚକ୍ଷୁ 2, 3, କାନ 2, 5, ନାସାଗ୍ରର 2 ପୁଡ଼ା ହେଉଛି 7। ଏଇ 7ଟିକୁ ଯିଏ ଶୁଦ୍ଧ, ପବିତ୍ର ଏବଂ ସୁନ୍ଦର କରେ, ପ୍ରକୃତରେ ତାର ମଣିଷ ପଣିଆ ମଣିଷ ଜଗତରେ ପ୍ରତିଷ୍ଠା ହୁଏ। ସପ୍ତମୀ ପରେ ଆସେ ଅଷ୍ଟମୀ। ଅଷ୍ଟମୀଟି କ'ଣ? ଭଗବାନ କହୁଛନ୍ତି ଇଏ ଜଗତକୁ ମୁଁ 8ଟି ପରାପ୍ରକୃତିରେ, ପରାପ୍ରକୃତି ତା ନା, ପରାପ୍ରକୃତିରେ ମୁଁ ଏ ଜଗତକୁ ପରିଚାଳନା କରୁଛି। ଅର୍ଜୁନ କହିଲେ କ'ଣ ସେ ପରାପ୍ରକୃତି ପ୍ରଭୁ? ଭୂମିରାପାନଲ ବାୟୁ ଖଙ୍ଗମନ ବୁଦ୍ଧିରେ ବଚ ଅହଙ୍କାର ନୀତି ଅଙ୍ଗମେ ଭିନ୍ନା ପ୍ରକୃତି ରଷ୍ଟନା ପଞ୍ଚ ମହାଭୂତ ମନ ବୁଦ୍ଧି ଅହଙ୍କାର। ଇଏ 8ଟି ନହେଲେ ଇଏ ପୃଥିବୀରେ କୌଣସି ଜ୍ଞାନ ବିଜ୍ଞାନ ଇଏ କିଛି କାମ କରିବ ନାହିଁ। ଆଜି ପୃଥିବୀରେ ବିଜ୍ଞାନ ବହୁତ ବାଟରେ ଗଲାଣି, ବୈଜ୍ଞାନିକ ମାନଙ୍କର ଘୋଷଣା ମଧ୍ୟ ବହୁତ, ସବୁ ଏଇ 8 ଭିତରେ ଥିବ। ଇଏ ହେଲା ଅଷ୍ଟମୀ। ଆପଣ ଦେଖିବେ ଅଷ୍ଟମୀ କହିଲେ କେତେ ଗୁଡ଼ିଏ ଅଷ୍ଟମୀକି ଆମେ ପାଳନ କରୁ। ଜନ୍ମାଷ୍ଟମୀ, ଦୁର୍ଗାଷ୍ଟମୀ, ଇଏ ସବୁ ପୋଢ଼ୁଆଷ୍ଟମୀ, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଅଷ୍ଟମୀ ହେଉଛନ୍ତି ଦୁର୍ଗାଷ୍ଟମୀ। ତାପରେ ଆସିଲା ନବମୀ। ନବମୀଟି କ'ଣ? ନବମୀ ହେଲା ନବଧା ଭକ୍ତି। 9 ଅକ୍ଷରିଆ ଛନ୍ଦରେ ଜଗନ୍ନାଥ ଦାସ ଭାଗବତ ଲେଖିଲେ। ନମୋ ନୃସିଂହ ଚର ଅନାଦି ପରମ କାରଣ, ନମୋ ନୃସିଂହ ଚରଣ ଅନାଦି
ପରମ କାରଣ। ଇଏ ହେଉଛି ନବଦାହ ଭକ୍ତିର କଥା। ଶ୍ରବଣଂ କୀର୍ତ୍ତନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ। ଇଏ ହେଉଛି ନବଦାହ ଭକ୍ତି। ପ୍ରତ୍ୟେକ ଜୀବନ ହେଉଛି ନବଦ୍ୱୀପ ଧାମ। ପ୍ରତ୍ୟେକ ଜୀବନ ନବଦ୍ୱୀପ ଧାମ। ଏ ନବଦ୍ୱୀପ ଧାମ ସବୁବେଳେ କ'ଣ ଚାହେଁ? ନବଦ୍ୱୀପ ଧାମର ଅବତାର ଗୌର ହରି ସେ କ'ଣ ଚାହିଁଥିଲେ? ସବୁ କ'ଣ କରୁଥିଲେ? ନାମ ହିଁ କରୁଥିଲେ। ଆମେ ନାମ ନ କରିକିରି ଆଉ ଅନ୍ୟ କଥା କରୁଛୁ, ନାମଟାକୁ ସୁପ୍ତ ରଖିଦେଉଛୁ। ସେଥିପାଇଁ ଭାଗବତରେ କହିଲେ ମୋ ନାମ ଶ୍ରବଣ କୀର୍ତ୍ତନେ ପୂଜେ ଯାର ମନେ। ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧାଉ ପୂଜେ ଯାର ମନେ। ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧାଉ ପୂଜେ ଯାର ମନେ। 24 ଘଣ୍ଟାରୁ 24 ମିନିଟ୍ ହଉ ଆମେ ଯଦି ତାଙ୍କ ପାଇଁ ତାଙ୍କ ନାମକୁ ଯଦି ସ୍ମରଣ କରିବା ତାହେଲେ ଆମ ଭିତରେ ଅନେକ ଅପବିତ୍ର ଭାବନା ଦୂରେଇଯିବ। ଇଏ ହେଉଛି ନବଦାହ ଭକ୍ତି। ଏଇ ଜୀବନ ହେଉଛି ନବଦ୍ୱାର ବିଶିଷ୍ଟ। ଆମ ଭିତରେ 9ଟା ଦ୍ୱାର ଅଛି। ଗୀତା କହୁଛନ୍ତି ନବଦ୍ୱାରେ ପୁରଂ ଦେହି ନୈବ କୁର୍ବନ କାଳେ। ଏକଥା ମୁଁ ବହୁତ ଥର କହିଛି। ତାପରେ ଆସିଲା ଦଶହରା ବା 10। 10ଟି କ'ଣ? କର୍ମେନ୍ଦ୍ରିୟ 5, ଜ୍ଞାନେନ୍ଦ୍ରିୟ 5। କର୍ମ କରିବା ପାଇଁ 5ଟି ଇନ୍ଦ୍ରିୟ। ଇନ୍ଦ୍ରିୟ କଲେ ଏଇ ହାତ, ଗୋଡ଼, ନାକ, କାନ, ଆଖି, ଏଇଟା ଆଉ। 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟକୁ ନେଇ ଜୀବନ ଚାଲିଛି, ଜଗତ ବି ଚାଲିଛି। ଆଉ 10 ଦିଗ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଅଗ୍ନି, ବାୟୁ, ଐରୁତନ, ଈଶାନ୍ୟ, ଊର୍ଦ୍ଧ୍ୱ, ଅଧ। ଯାହା ଚାଲିଛି ଏଇ 10 ଭିତରେ ଚାଲିଛି। ଏଇ ହେଉଛନ୍ତି ଦଶରଥ, ଏଇ ହେଉଛନ୍ତି 10 ମୁଣ୍ଡିଆ ରାବଣ। ଏଠି ନ୍ୟାୟର ଦଶରଥ ଚାଲିଛି, ଅନ୍ୟାୟର 10 ମୁଣ୍ଡ ବି ଚାଲିଛି। ତେଣୁ ସବୁ କଥା ବାରେ ଶେଷ କଥାଟି ହେଉଛି ମାତୃ କୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ, ଲିଭିଯିବ ଏଇ ଜୀବନ ଦୀପାଳି। ମା ପଦେ ସଦା କରନ୍ତୁ ରହିବେ। ମା ଗୋ ମମତାମୟୀ, ମା ସ୍ନେହମୟୀ, ମା ଦୟାମୟୀ। ସେଥିପାଇଁ କୁହାଯାଇଛି ଯା ଦେବୀ ସର୍ବଭୂତେଷୁ ଶାନ୍ତି ରୂପେଣ ସଂସ୍ଥିତା। ତେଣୁ ସେଇ ମା'ର ପାଦରେ ଆପଣମାନଙ୍କୁ ସମର୍ପଣ କରୁଛି। ସମସ୍ତଙ୍କର ମଙ୍ଗଳ କାମନା କରୁଛି। ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହେଉ ଏବଂ ଉତ୍ତାପ ପ୍ରଶମିତ ହେଉ। ଲୋକ ଟିକେ ଶାନ୍ତିରେ ବିଶ୍ରାମ ନିଅନ୍ତୁ। ଏତିକି କହି ମୋର କଥାକୁ ଶେଷ କଲି, ସମର୍ପଣ କଲି। ଟିକେ କୀର୍ତ୍ତନ କରିଦେବା। ଶକ୍ତିମୟୀ ମା, କୃପାମୟୀ, ଦୟାମୟୀ ମା, ଶକ୍ତିମୟୀ ମା, କୃପାମୟୀ, ଦୟାମୟୀ ମା, ମହାଲକ୍ଷ୍ମୀ, ମହା ସରସ୍ୱତୀ, মহাকালী, মহামায়ী দুর্গে, মহালক্ষ্মী, মহা সরস্বতী, মহাকালী, মহামায়ী দুর্গে, শক্তিময়ী মা, রূপাময়ী
শরণাগত দীনার্থ পরিত্রাণ পরায়ণী সর্বস্যাপি হরে দেবী নারায়ণী শ্রী গুরুমানন্দে জয় গৌরী জয় জয় শ্রী রাধে।